ଏହି 2026 ମସିହାରେ ନୟାଗଡ଼ ଜିଲ୍ଲାରେ ଯଦି ଆପଣମାନେ ଚାକିରି କରିବା ପାଇଁ ଚାହୁଁଛନ୍ତି ନୟାଗଡ଼ ଜିଲ୍ଲାରେ, ତାହେଲେ ଆପଣମାନେ ଭିଡ଼ିଓଟିକୁ ନିଶ୍ଚିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କାହିଁକି ନା ବହୁତ ସାରା ପୋଷ୍ଟ ଆପଣମାନଙ୍କର ଭ୍ୟାକେନ୍ସି ବାହାରିଛି। ଆପଣମାନେ ଏହି ଜାଗାରେ ଦେଖିପାରୁଥିବେ ବିଭିନ୍ନ ପୋଷ୍ଟର ଭ୍ୟାକେନ୍ସି ଆପଣମାନଙ୍କର ବାହାରିଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ, এই ଜାଗାରେ ଦେଖନ୍ତୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦ୍ୱାରାଗାঁও ଦାସପଲ୍ଲା। ଆପଣମାନେ ସମସ୍ତେ ଜାଣିଥିବେ। ଆପଣମାନେ କ'ଣ କରନ୍ତୁ, ଆପ୍ଲାଏ କରନ୍ତୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦ୍ୱାରାଗାଁও ଦାସପଲ୍ଲା। ଆପଣମାନଙ୍କର PGT ଇଂଲିଶ ପୋଷ୍ଟ ଆପଣମାନଙ୍କର ଭ୍ୟାକେନ୍ସି ରହୁଛି। PGT ମାନେ ଯେଉଁ ପିଲାମାନେ PG ଆଉ BEd କରିଛନ୍ତି ସେମାନଙ୍କୁ PGT ବୋଲି କୁହାଯାଏ। ମାନେ PGTରେ ଇଂଲିଶ ପୋଷ୍ଟ ଆପଣମାନଙ୍କର ଭ୍ୟାକେନ୍ସି ରହୁଛି। ଆପଣମାନଙ୍କର ଯଦି ଜେନେରାଲ କ୍ୟାଟେଗୋରୀ, ତାହେଲେ ଆପଣମାନଙ୍କର 50% ଆପଣମାନଙ୍କର PGରେ ଏବଂ BEdରେ ରହିଥିବା ଦରକାର। ଆପଣମାନେ ଯଦି SC ST ଏବଂ SC BC, ତାହେଲେ ଆପଣମାନଙ୍କର 45% ଆପଣମାନଙ୍କର ରହିଥିବା ଦରକାର ମାର୍କ, ମାନେ PGରେ ଏବଂ BEdରେ। ତାପରେ PGT ଫିଜିକ୍ସ, ଆପଣମାନଙ୍କର ଫିଜିକ୍ସରେ ମଧ୍ୟ କ'ଣ ବାହାରିଛି, ଭ୍ୟାକେନ୍ସି ବାହାରିଛି। କେମିଷ୍ଟ୍ରି ସବଜେକ୍ଟରେ ମଧ୍ୟ ଆପଣମାନଙ୍କର ଭ୍ୟାକେନ୍ସିଟା ବାହାରିଛି। ମ୍ୟାଥମେଟିକ୍ସରେ ମଧ୍ୟ ଆପଣମାନଙ୍କର ଭ୍ୟାକେନ୍ସି ବାହାରିଛି। ଆପଣମାନେ ସମସ୍ତେ ଦେଖିପାରୁଥିବେ। ବାୟୋଲୋଜିରେ ମଧ୍ୟ ଆପଣମାନଙ୍କର କ'ଣ ବାହାରିଛି, ଭ୍ୟାକେନ୍ସି ଆପଣମାନଙ୍କର ବାହାରିଛି। PGT କମର୍ସରେ ମଧ୍ୟ ଆପଣମାନଙ୍କର ଭ୍ୟାକେନ୍ସି ବାହାରିଛି। ତ ସମସ୍ତେ କ'ଣ କରନ୍ତୁ, ଆବେଦନ କରନ୍ତୁ। ସାଲାରୀ ମଧ୍ୟ ଭଲ ରହୁଛି। ଆପଣମାନେ ଦେଖନ୍ତୁ ମାସକୁ ଆପଣମାନଙ୍କର 25,000 ଟଙ୍କା ଆପଣମାନଙ୍କୁ ସାଲାରୀ ରହିବ। ତାପରେ ଆମେ ଦେଖିବା ଆଉ ବାହାରିଛି କ'ଣ, PGT କମ୍ପ୍ୟୁଟର ସାଇନ୍ସ। ଆପଣମାନେ କମ୍ପ୍ୟୁଟର ସାଇନ୍ସରେ PGT ଯଦି କରିଛନ୍ତି ତାହେଲେ ମଧ୍ୟ ଆପଣମାନେ କ'ଣ କରିପାରିବେ, ଆପ୍ଲାଏଟା ଆପଣମାନେ କରିପାରିବେ। ତାପରେ TGT ଇଂଲିଶ ପୋଷ୍ଟ ମଧ୍ୟ ଭ୍ୟାକେନ୍ସି ରହୁଛି। TGT ଓଡ଼ିଆ ପୋଷ୍ଟ ମଧ୍ୟ ଆପଣମାନଙ୍କର ଭ୍ୟାକେନ୍ସି ରହୁଛି। TGT ମ୍ୟାଥମେଟିକ୍ସ ପୋଷ୍ଟ ମଧ୍ୟ ଆପଣମାନଙ୍କର ଭ୍ୟାକେନ୍ସି ରହୁଛି। TGT ସାଇନ୍ସ ପୋଷ୍ଟ ମଧ୍ୟ ଆପଣମାନଙ୍କର ଭ୍ୟାକେନ୍ସି ରହୁଛି। TGT ସୋସିଆଲ ଷ୍ଟଡ଼ିଜ୍ ସବଜେକ୍ଟରେ ମଧ୍ୟ ଆପଣମାନଙ୍କର ସବଜେକ୍ଟରେ କ'ଣ ରହୁଛି, ଭ୍ୟାକେନ୍ସିଟା ରହୁଛି। TGT ହିନ୍ଦୀ ପୋଷ୍ଟ ମଧ୍ୟ ଆପଣମାନଙ୍କର ଭ୍ୟାକେନ୍ସି ରହୁଛି। TGT ସଂସ୍କୃତ ପୋଷ୍ଟ ମଧ୍ୟ ଆପଣମାନଙ୍କର ଭ୍ୟାକେନ୍ସି ଆପଣମାନଙ୍କର ରହୁଛି। ତ ଏଇ ସବୁ ପୋଷ୍ଟ ପାଇଁ ଆପଣମାନଙ୍କୁ କେତେ ସାଲାରୀ ମିଳିବ ନା, ଆପଣମାନଙ୍କୁ 20,000 ଟଙ୍କା ଆପଣମାନଙ୍କୁ ସାଲାରୀ ଆପଣମାନଙ୍କୁ ମିଳିବ। TGT ପୋଷ୍ଟ ପାଇଁ ଆପଣମାନଙ୍କୁ କେତେ, 20,000 ଟଙ୍କା ଆପଣମାନଙ୍କୁ ସାଲାରୀଟା ଆପଣମାନଙ୍କୁ ମିଳିଯିବ। ଆଉ ଆପଣମାନେ ଦେଖନ୍ତୁ ଡିଟେଲ୍ସ ଏହି ଭିଡ଼ିଓରେ ଆପଣମାନଙ୍କୁ କହିବି। ଏହି ଯେଉଁ PDFଟା ଅଛି, ବୁଝିଲା ନା ନାହିଁ, ଏଇ ଯେଉଁ PDFଟା ଅଛି ଆପଣମାନେ କେଉଁଥିରେ ଡାଉନଲୋଡ଼ କରିପାରିବେ, ନୟାଗଡ଼ ଓଡ଼ିଶା government.in ତାର ଅଫିସିଆଲ ୱେବସାଇଟ୍କୁ ଗଲେ ଆପଣମାନେ କ'ଣ କରିପାରିବେ, ଡାଉନଲୋଡ଼ କରିପାରିବେ। ଯଦି ଆପଣମାନେ ଡାଉନଲୋଡ଼ କରିପାରୁନାହାନ୍ତି ତାହେଲେ ମୁଁ କ'ଣ କରୁଛି, ଡେସ୍କ୍ରିପସନ୍ରେ ଏହି ନୟାଗଡ଼ ଡିଷ୍ଟ୍ରିକ୍ଟର ଅଫିସିଆଲ ନୋଟିଫିକେସନ୍ ଏହି PDF ଲିଙ୍କଟା ଆପଣମାନଙ୍କୁ ମୋର ଡେସ୍କ୍ରିପସନ୍ ଲିଙ୍କରେ ଦେଇଦେଉଛି। ଆଉ ସେଥିରେ ଆପଣମାନେ କ୍ଲିକ୍ କରିବା ସାଙ୍ଗେ ସାଙ୍ଗେ ଆପଣମାନେ କ'ଣ କରିପାରିବେ, ଏହି PDFଟିକୁ ଆପଣମାନେ ଡାଉନଲୋଡ଼ କରିପାରିବେ। ଠିକ୍ ଅଛି। ଆଉ କ'ଣ ଦେଇଛି ଆମେ ଦେଖିବା। ଆମେ ସମସ୍ତେ ଦେଖିବା এইটা ହେଉଛି କେଉଁ ପୋଷ୍ଟ, କଣ୍ଟ୍ରାକ୍ଚୁଆଲ ପୋଷ୍ଟ ଅଟେ ଆମର। এই ଜାଗାରେ ଲେଖା ହେଇଛି, ଆପଣମାନେ ଦେଖନ୍ତୁ ଏଇ ଯେଉଁ ପୋଷ୍ଟ ଟିଚର ପୋଷ୍ଟ ସବୁ ବାହାରିଛି PGT TGT, এইটা ସବୁ କଣ୍ଟ୍ରାକ୍ଚୁଆଲ ପୋଷ୍ଟ। ଆପ୍ଲିକେସନ୍ ଫର୍ମ ଫର୍ ପାର୍ଟ ଟାଇମ୍ କଣ୍ଟ୍ରାକ୍ଟ ଟିଚର ଫର୍ ଦ ପୋଷ୍ଟ ଅଫ୍ PGT ଆଣ୍ଡ TGT ଫର୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ। କେଉଁ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନୟାଗଡ଼ ଡିଷ୍ଟ୍ରିକ୍ଟ ଫର୍ ଦ ଏକାଡେମିକ୍ 2026 ଆଉ 27 ପାଇଁ ଆପଣମାନଙ୍କର ବାହାରିଛି। ବୁଝିଲା ନାହିଁ, ମାନେ କଣ୍ଟ୍ରାକ୍ଚୁଆଲ ଆପଣମାନଙ୍କର ଟିଚର। ଆପଣମାନଙ୍କୁ ଯେତେବେଳେ ଏହି PDFଟାକୁ ଆପଣମାନେ ଡାଉନଲୋଡ଼ କରିନେବେ ନୟାଗଡ଼ ଅଫିସିଆଲ ଡିଷ୍ଟ୍ରିକ୍ଟ ୱେବସାଇଟ୍ରୁ, ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ, ଏହି ଯେଉଁ ମାନେ ପେଜ୍ଟା ଆପଣମାନଙ୍କର ଅଛି, ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ, ଫିଲ୍ଅପ୍ କରିବାକୁ ପଡ଼ିବ। ଯେତେବେଳେ ଆପଣମାନେ ପ୍ରିଣ୍ଟ ଆଉଟ୍ କରିବେ, ସର୍ବପ୍ରଥମେ କେଉଁ ପୋଷ୍ଟ ପାଇଁ ଆପଣମାନେ ଆପ୍ଲାଏ କରୁଛନ୍ତି, PGT
ଇଂଲିଶ ତାହେଲେ ଆପଣମାନେ ପିଜିଟି ଇଂଲିଶ ଏଇ ଜାଗାରେ ଲେଖିବେ। ପିଜିଟି ଓଡ଼ିଆ ଟିଜିଟି ପାଇଁ ପୋଷ୍ଟ ଏଇ ଜାଗାରେ ଆପଣମାନେ ଲେଖିବେ। ଯେଉଁ ପୋଷ୍ଟ ପାଇଁ ଆପଣମାନେ ଆପ୍ଲାଏ କରୁଛନ୍ତି ନିଜର ଗୋଟେ ଫଟୋ ପାସ୍ ଫଟୋ ଆପଣମାନେ ଦେଇଦେବେ। ନିଜର ନାମ ଆପଣମାନେ ଏଇ ଜାଗାରେ ଲେଖିଦେବେ। ନିଜର ଆଡ୍ରେସଟା ଆପଣମାନେ ଏଇ ଜାଗାରେ ଫିଲ୍ଅପ୍ କରିବେ। ଆପଣମାନଙ୍କର କଣ୍ଟାକ୍ଟ ନମ୍ବର ଏଇ ଜାଗାରେ ଆପଣମାନେ ଲେଖିବେ। ଆଉ ଗୋଟେ ଯଦି ଫୋନ୍ ନମ୍ବର କଣ୍ଟାକ୍ଟ ନମ୍ବର ଅଛି ଆଲ୍ଟରନେଟିଭ୍ କଣ୍ଟାକ୍ଟ ନମ୍ବର ଆପଣମାନେ ଏଇ ଜାଗାରେ ଦେଇଦେବେ। ନିଜର ଡେଟ୍ ଅଫ୍ ବାର୍ଥ ଏଇ ଜାଗାରେ ଦେଇଦେବେ। ଜେଣ୍ଡର ମେଲ୍ ନା ଫିମେଲ୍ ଲେଖିବେ। କ୍ୟାଟେଗୋରୀ ଜେନେରାଲ ନା ST SC ଆପଣମାନେ ଲେଖିବେ। ବୁଝିଲା ନା ନାହିଁ। ତାପରେ ଏଇ ଜାଗାରେ କ'ଣ କରିବେ ନା ଏକ୍ଜାମ୍ ପାସ୍ ହେଇଛ 10th ଏକ୍ଜାମ୍ କେତେ ମସିହାରେ ପାସ୍ ହେଇଛ, କେଉଁ ୟୁନିଭର୍ସିଟି ଦ୍ୱାରା ପାସ୍ କରିଛ, ତାପରେ କ'ଣ କେତେ ମାର୍କ ରଖିଛ, ଟୋଟାଲ୍ ମାର୍କ କେତେ ଥିଲା, କେତେ ପରସେଣ୍ଟ ହେଉଛି ସବୁ ଏଇ ଜାଗାରେ ଫିଲ୍ଅପ୍ କରିବ। 10th ପରେ +2 +2 ପରେ +3 ପରେ କ'ଣ PG ତାପରେ BEd ଏଇସବୁ କ'ଣ କରିବ ରୋ ବାଇ ରୋ ତୁମେ କ'ଣ କରିବ ଫିଲ୍ଅପ୍ କରି ତୁମମାନେ ଚାଲିବ। ବୁଝିଲା ନା। ଏଇଟା ଯେତେବେଳେ ଫିଲ୍ଅପ୍ ତୁମମାନଙ୍କର ସରିଯିବ କିଛି ଯଦି ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ତୁମମାନଙ୍କର ଅଛି ତାହେଲେ କ'ଣ କରିବ ଏଇ ଜାଗାରେ ତୁମମାନେ ଫିଲ୍ଅପ୍ କରିବ। କେଉଁ ସ୍କୁଲରେ କରୁଥିଲ ତାର ସ୍କୁଲର ନାମ, ବୁଝିଲା ନା। କେଉଁ ସବଜେକ୍ଟରେ କେତେ ଟୁ କେତେ କରିଥିଲ ସବୁ କ'ଣ କରିବ ଫିଲ୍ଅପ୍ ତୁମେ କରିବ। ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ଥିଲେ ଆପଣମାନଙ୍କର। ତାପରେ ଏଇ ଜାଗାରେ କ'ଣ କରିବ ନିଜର ସିଗ୍ନେଚର୍ ଗୋଟେ ଏଇ ଜାଗା ନିଜର ନାମ ଏଇ ଜାଗାରେ ଲେଖିଦେବ। ତାପରେ କ'ଣ କରିବ କେଉଁ ଡେଟ୍ରେ ଆପଣମାନେ ଆପ୍ଲାଏ କରୁଛନ୍ତି, ମନେକର ଆଜି ଆପଣମାନେ ଯଦି କରୁଛନ୍ତି ତାହେଲେ ଲେଖିବେ 22 ଫେବୃଆରୀ। ପ୍ଲେସ୍ ଆପଣମାନଙ୍କର କ'ଣ ରହିବ 22 ଫେବୃଆରୀ 2024। ପ୍ଲେସ୍ ଆପଣମାନଙ୍କର ରହିବ ଯେଉଁ ଜାଗାରୁ ଆପଣମାନେ ଆବେଦନ କରୁଛନ୍ତି ନିଜର ଗ୍ରାମର ନାମ ଲେଖିଦେବେ। ଆପଣମାନଙ୍କର କ'ଣ ରହିବ ସିଗ୍ନେଚର୍ ଗୋଟେ ଏଇ ଜାଗାରେ ଆପଣମାନେ କରିଦେବେ। ତାପରେ ଏଇ ଜାଗାରେ ଫୁଲ୍ ନାଁ ଆପଣମାନଙ୍କର ଗୋଟେ ମେନସନ୍ ଆପଣମାନେ କରିଦେବେ। ନିଜର ନାଁ ଆପଣମାନେ ଲେଖିଦେବେ। ବୁଝିଲା ନା ନାହିଁ। ତ ଏଇ ଜାଗାରେ ଲେଖାଯାଇଛି କ'ଣ ଲେଖାଯାଇଛି ଆମେ ଦେଖିବା। ଡାଉନଲୋଡ଼ ଆପ୍ଲିକେସନ୍ ଫର୍ମ କ'ଣ କରିବାକୁ ପଡ଼ିବ ଆପଣମାନଙ୍କୁ ଏହି ଆପ୍ଲିକେସନ୍ ଫର୍ମ PDFଟାକୁ ଆପଣମାନଙ୍କୁ ଡାଉନଲୋଡ଼ କରିବାକୁ ପଡ଼ିବ। ବାରମ୍ବାର କହୁଛି ନୟାଗଡ଼ ଅଫିସିଆଲ ଡିଷ୍ଟ୍ରିକ୍ଟରେ ଆପଣମାନଙ୍କର ରହିଛି। ଆପଣମାନେ ଯାଇକି ଡାଉନଲୋଡ଼ କରିପାରିବେ। ଯଦି ଡାଉନଲୋଡ଼ କରିପାରୁନାହାନ୍ତି ମୋର ଡେସ୍କ୍ରିପସନ୍ରେ ଲିଙ୍କ୍ ଅଛି, କ୍ଲିକ୍ କରିବା ମାତ୍ରେ ଆପଣମାନେ ଡାଉନଲୋଡ଼ କରିପାରିବେ। ପରେ କ'ଣ ସେଲ୍ଫ ଆଟେଷ୍ଟେଡ୍ କପିଜ୍ ଅଫ୍ ଅଲ୍ ସାର୍ଟିଫିକେଟ୍ସ ଆଣ୍ଡ ମାର୍କସିଟ୍ ଆପଣମାନଙ୍କର 10th +2 +3 PG BEd ସବୁ ସାର୍ଟିଫିକେଟ୍ର ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ ଜେରକ୍ସଟା ଆପଣମାନଙ୍କୁ ଦେବାକୁ ପଡ଼ିବ। ତାପରେ ମାର୍କସିଟ୍ର ମଧ୍ୟ ଆପଣମାନଙ୍କୁ ଜେରକ୍ସ ଦେବାକୁ ପଡ଼ିବ। ତାପରେ 2 ସେଲ୍ଫ ଆଟେଷ୍ଟେଡ୍ ଫଟୋଗ୍ରାଫ୍ସ ଆପଣମାନଙ୍କର କ'ଣ 2ଟି ପାସ୍ ଫଟୋ ସାଇଜ୍ ଫଟୋ ଆପଣମାନଙ୍କୁ ଦରକାର 2ଟି। ତାପରେ 1 ଆଇଡେଣ୍ଟି ପ୍ରୁଫ୍ ଆପଣମାନଙ୍କର ଆଧାର କାର୍ଡ଼ ହେଉ କିମ୍ବା ଆପଣମାନଙ୍କର ଭୋଟର ID ହେଉ ତାହାର ମଧ୍ୟ ଜେରକ୍ସ ଆପଣମାନଙ୍କୁ ଦେବାକୁ ପଡ଼ିବ। ତ ସମସ୍ତେ କ'ଣ କରନ୍ତୁ ଆପ୍ଲାଏ କରିଦିଅନ୍ତୁ। ଆଉ ବହୁତ ଇମ୍ପୋର୍ଟାଣ୍ଟ ବିଷୟ କ'ଣ ନା ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ ଏହି ଯେଉଁ ଆଡ୍ରେସଟା ଦିଆଯାଇଛି, ବୁଝିଲା ନା ନାହିଁ। ଏଇ ଯେଉଁ ଆଡ୍ରେସଟା ଆପଣମାନଙ୍କର ଦିଆଯାଇଛି ଏହି ଆଡ୍ରେସରେ ହିଁ ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ ସ୍ପିଡ୍ ପୋଷ୍ଟ ଆପଣମାନଙ୍କୁ କରିବାକୁ ପଡ଼ିବ। ବୁଝିଲା ନା ନାହିଁ। ଏଇ ଯେଉଁ ଆଡ୍ରେସଟା ଆପଣମାନଙ୍କର ଦିଆଯାଇଛି ନୋଡାଲ ପ୍ରିନ୍ସିପାଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କ'ଣ ଦ୍ୱାରାଗାঁও ପୋଷ୍ଟ ଦିହାଗାঁও ପୋଷ୍ଟ କ'ଣ ରହିଛି ଦିହାଗାঁও ବ୍ଲକ ଦାସପଲ୍ଲା ଡିଷ୍ଟ ନୟାଗଡ଼ ପିନ୍ 752093 ବାଇ ସ୍ପିଡ୍ ପୋଷ୍ଟ କିମ୍ବା ରେଜିଷ୍ଟ ପୋଷ୍ଟ ତୁମେ କରିପାରିବ। କିନ୍ତୁ ସମସ୍ତେ ମନେ ରଖ 10 ମାର୍ଚ୍ଚ 2024 ତାର କ'ଣ ରହୁଛି ଲାଷ୍ଟ ଡେଟ୍ ଆପଣମାନଙ୍କର ରହୁଛି। ମାର୍ଚ୍ଚ 2024 ତାର ଲାଷ୍ଟ ଡେଟ୍ ରହୁଛି। ତେଣୁ ଯେତେ ଶୀଘ୍ର ହେବ ମାର୍ଚ୍ଚ 10 ପୂର୍ବରୁ ଆପଣମାନେ କ'ଣ କରନ୍ତୁ ଆପ୍ଲାଏଟା ଆପଣମାନେ କରି ନିଅନ୍ତୁ। ତାପରେ ଯେତେବେଳେ ଆପଣମାନଙ୍କର ସିଲେକ୍ସନ୍ ହେବ ଆପଣମାନେ ଯେଉଁ କଣ୍ଟାକ୍ଟ ନମ୍ବର ଦେଇଥିବେ ସେଥିରୁ ଆପଣମାନଙ୍କୁ କ'ଣ କରାଯିବ କଣ୍ଟାକ୍ଟ ଆପଣମାନଙ୍କୁ କରାଯିବ। ତାପରେ କ'ଣ କରାଯିବ ଆପଣମାନଙ୍କୁ ଯାହାର ମାର୍କ ବେସିସ୍ରେ ସିଲେକ୍ସନ୍ କରାଯିବ। ତାପରେ କ'ଣ କରାଯିବ ନା ଡେଟ୍ ଆଣ୍ଡ ଭେନ୍ୟୁ ଅଫ୍ ଡକୁମେଣ୍ଟ ଭେରିଫିକେସନ୍ ଆପଣମାନଙ୍କୁ କ'ଣ କରିବେ ସେହି ମାର୍ଚ୍ଚ 10 ତାର ଲାଷ୍ଟ ଡେଟ୍ ରହୁଛି। ତାର 7 ଦିନ ପରେ କ'ଣ କରିବେ ମାନେ 17 ତାରିଖ ଦିନ ଆପଣମାନଙ୍କୁ କ'ଣ କରିବେ ମାର୍ଚ୍ଚ 17 ତାରିଖ ଦିନ ଆପଣମାନଙ୍କର
डॉक्यूमेंट वेरिफिकेशन पे आपण मानकु डाकिबे जदि आपण माने सिलेक्शन हेइथिबे ताहले आपण मानकु 17 तारिख दिन आपण मानकु मार्च 17 तारिख दिन आपण मानकु डाकिबे आपण माने 9:30 समय सेठी जाइथिबे आउ से जगह होची ओडिशा आदर्श विद्यालय द्वारा गांव दासपल्ला। एमिति जदि वीडियो आपण मानकु भलो लागुची एमिति वीडियो जदि आगु को देखिबा पई चाहुचंती प्रत्येक डिस्ट्रिक्ट रो बुझला ना प्रत्येक डिस्ट्रिक्ट रो जदि वीडियो आपण माने देखिबा पई चाहुचंती जॉब वैकेंसी ताहले एही वीडियोटी को निश्चित भाव रे कोन करंतु गोटे लाइक करबा संगे संगे चैनल टी को सब्सक्राइब करंतु जो द्वारा आपण माने प्रत्येक आगामी दिन रास्ते प्रत्येक जॉब नोटिफिकेशन आपण माने पाई परिबे। बहुत बहुत धन्यवाद।